ସାର୍ ମୋ ଅନୁ ସାର୍ ମୋ ଅନୁ ସାର୍ ମୋ ଅନୁ। अरे कौन होला राम अनु कौन होला ତୁମେ କୁରିୟର ଧରି ଯାଇଥିଲ ପରା, କ'ଣ ହେଲା ଏମିତି ଉଦାସ ହେଇ କାହିଁକି ଅଛ? ସାର୍ ମୁଁ ବାଟରେ ଗଲା ବେଳକୁ ମୋର ଆକ୍ସିଡେଣ୍ଟ ହେଇଯାଇଛି ସାର୍। कौन होला एक्सीडेंट ହେଇଗଲା ଆଉ जो तुम जो कुरियर ନେଇଥିଲ ସେ कुरियर କାଏ ଆଉ जो ମୁଁ ଘରକୁ जो ଦେଇଥିଲି ଗୋଟେ ଚକଲେଟ ଡବା ଘରେ ଦେବା ପାଇଁ ସେ ଡବାଟା କାଏ? ସାର୍ ସେ ଆକ୍ସିଡେଣ୍ଟରେ ମୋ ସ୍ତ୍ରୀର ମୃତ୍ୟୁ ହୋଇଯାଇଛି ସାର୍। ଆଉ ଯେଉଁଠି ଆକ୍ସିଡେଣ୍ଟ ହେଲା ସେଠି ସେ କୁରିୟର ଡବା ଆଉ ତୁମେ ଦେଇଥିଲ ଯେଉଁ ଡବା ଦୁଇଟା ଯାକ ପଡ଼ିଗଲା ସାର୍। ମୋ ସ୍ତ୍ରୀର ଆକ୍ସିଡେଣ୍ଟରେ ଡେଥ୍ ହେଇଯାଇଛି ସାର୍। ଆଉ ମୁଁ କେମିତି ପ୍ରାଣ ପାଇଁ ବଞ୍ଚି ଏଠିକୁ ଆସିଛି ସାର୍। କଣ ହେଲା ମୁଁ जो ଦେଇଥିଲି ଚକଲେଟ ଡବା ସେଇଟା ତମେ ଘରେ ଦେବାକୁ ମୁଁ କହିଥିଲି ଦେଇନ ସେଇଟା କୋଉଠି ତମେ ପକେଇଦେଲ? ସାର୍ ସେ ଡବାରେ ଏମିତି କ'ଣ ଥିଲା ସାର୍, ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି? ତୁ କିଛି ଜାଣିନୁ ତୁନି ପଡ଼ିକି ରହ ବୁଝିଲା, ସେ ଗଲା ପରେ ମୁଁ ତମକୁ କହୁଛି କ'ଣ ହେଇଛି। ସାର୍ ମୋ ଅନୁ ସାର୍ ମୋ ଅନୁ ସାର୍। ଅନୁ କିଏ ସାର୍ ମୋ ସ୍ତ୍ରୀ ସାର୍ ଅନୁ ସାର୍। ହଉ ତମେ ଏବେ ଘରକୁ ଯାଅ, ମୁଁ ସେ ଆକ୍ସିଡେଣ୍ଟ କଥା ବୁଝୁଛି ଆଉ ଏନକ୍ୱାରି କରୁଛି କ'ଣ ହେଇଛି। ହଉ ସାର୍ ମୁଁ ଏବେ ଯାଉଛି ସାର୍, ଘରକୁ ଯାଉଛି ଆଉ ମୋ ସ୍ତ୍ରୀର ଅନ୍ତିମ ସତ୍କାର କରିବା ପାଇଁ ଯାଉଛି ସାର୍। ଧନ୍ୟବାଦ ସାର୍। ସାର୍ ତା ସ୍ତ୍ରୀର ଆକ୍ସିଡେଣ୍ଟ ହେଇଗଲା, ଆପଣଙ୍କୁ ଦୁଃଖ ନାହିଁ, କିନ୍ତୁ ସେ ଡବାରେ ଏମିତି କ'ଣ ଥିଲା ସାର୍ ଆପଣ ଏତେ ଦୁଃଖିତ ହେଉଛନ୍ତି? ଆରେ ମୂର୍ଖ ତୁ ସେ କଥା ବୁଝିପାରିବୁ ନାହିଁ, 10 ଲକ୍ଷ ଟଙ୍କାର ଜିନିଷ ଥିଲା ସେଥିରେ। ତାହେଲେ ଦର୍ଶକ ବନ୍ଧୁ ଦେଖିଲେ ତ, କୁରିୟର ବୟ ରାମ ଆସିଥିଲା ତା ଓନର ପାଖକୁ, ହଠାତ୍ ତା ସ୍ତ୍ରୀର ଆକ୍ସିଡେଣ୍ଟ ହେଇଯାଇଛି ଆଉ ତା କଥା ଶୁଣି ଓନର ବି ଭାରି ଆଶ୍ଚର୍ଯ୍ୟଚକିତ ହେଲେ। ପ୍ରକୃତରେ ଘଟଣାଟା କ'ଣ ଘଟିଛି ଆମେ ଆସନ୍ତୁ ଜାଣିବା। ଆଚ୍ଛା, ଏ ଯେଉଁ ଆପଣ ଦେଖିଲେ ଏପର୍ଯ୍ୟନ୍ତ ଘଟଣାଟିକୁ, ତାର ଠିକ୍ 2 ଘଣ୍ଟା ପୂର୍ବରୁ କ'ଣ ଘଟିଥିଲା ଆସନ୍ତୁ ଜାଣିବା। ସାର୍ ମୋତେ ଆପଣ ଡକାଇଥିଲେ? ହଁ ଡକାଇଥିଲି। ତୁମେ ଏବେ କୁରିୟର ଦେବାକୁ ଯାଉଛ ନା? ହଁ ସାର୍ ମୁଁ କୁରିୟର ଦେବାକୁ ଯାଉଛି। ତାହେଲେ ଗୋଟେ କାମ କର, ତୁମେ କୁରିୟର ଦେବା ସମୟରେ ରାସ୍ତାରେ ଆମ ଘର ପଡ଼ୁଛି, ତମେ ଏଇ ବ୍ୟାଗଟିକୁ ଆମ ଘରେ ଦେଇ ଯିବ। କ'ଣ ଅଛି ସାର୍ ଏ ବ୍ୟାଗ୍ରେ କୁହନ୍ତୁ ନା। ତମେ ସେସବୁ କିଛି ଜାଣିବା ଦରକାର ନାହିଁ, ତମେ ସାଇଲେଣ୍ଟରେ ଆମ ଘରେ ସେ ବ୍ୟାଗଟିକୁ ଦେଇଦେଇ ନିଜ ପୁଣି ଅଫିସକୁ ଫେରି ଆସ। ଠିକ୍ ଅଛି ସାର୍, ମୁଁ ଆପଣଙ୍କ ଘରେ ବ୍ୟାଗ୍ଟିକୁ ଦେଇଦେବି, ଦିଅନ୍ତୁ। ଆଚ୍ଛା ସାର୍ ମୁଁ ଏବେ ଆସୁଛି, ମୁଁ କୁରିୟରଟି ନେଇ ଦେଇଦେବି ଆଉ ଆପଣଙ୍କ ବ୍ୟାଗ୍ଟିକୁ ଆପଣଙ୍କ ଘରେ ପହଞ୍ଚାଇ ଦେବି। ଧନ୍ୟବାଦ ସାର୍। ଆଉ ହଁ, ମୋ ଘରେ ପହଞ୍ଚାଇଲା ପରେ ମୋତେ ଗୋଟେ ଥର କଲ୍ କରି ଜଣାଇବୁ। ଆଚ୍ଛା ଅନୁ ଶୁଣିଲ ଟିକେ। ହଁ କୁହ କ'ଣ ହେଲା? ତମେ ତ କୁରିୟର ଦେବାକୁ ଯାଉଥିଲ ନା, ଆଉ ଘରକୁ କ'ଣ ପାଇଁ ଆସିଲ? ହଁ କୁରିୟର ଦେବାକୁ ଯାଉଥିଲି, ଆଉ ଆମ ଓନର ବ୍ୟାଗ୍ଟିକୁ ଦେଇଛନ୍ତି ଆଉ ତାଙ୍କ ଘରେ ଦେଇଦେବା ପାଇଁ ମୁଁ ଟିକେ ଫ୍ରେଶ୍ ହେଇକି ଯିବା ପାଇଁ ବୋଲି ଆସିଲି। ମୁଁ ଫ୍ରେଶ୍ ହେଇକି ଆସୁଛି, ସେତେ ପର୍ଯ୍ୟନ୍ତ ଏ ବ୍ୟାଗ୍ଟିକୁ ଜାଗ୍ରତରେ ଧର। ଆରେ ଏ ବ୍ୟାଗ୍ରେ କ'ଣ ଅଛି? ଥରେ ଦେଖିବା କି କ'ଣ ଅଛି ବ୍ୟାଗ୍ରେ? ନାଇଁ ଆମ ଓନର ଦେଖିଲେ ରାଗିଯିବେ, ତୁମେ ଖୋଲନି। ନାଇଁ ଥରେ ଖୋଲି ଦେଖିବା କ'ଣ ଅଛି ହେଲା। ଆରେ ବା, ଏଠି ତ ଗୋଲ୍ଡ ବିସ୍କେଟ୍ ଅଛି, ମାନେ ସୁନା ବିସ୍କେଟ୍ ଅଛି। ଗୋଟେ କାମ କରିବା, ଆମେ ଏ ସୁନା ବିସ୍କେଟ୍ ଗୁଡ଼ିକୁ ନେଇଯିବା। ତମେ କ'ଣ କହୁଛ? ନା ଅନ୍ୟର ଧନ ନେବାଟା ଠିକ୍ ହେବନି। ଶୁଣ, ଆମେ ଏମିତି କେତେ ଦିନ କୁରିୟର କାମ କରି ବଞ୍ଚିବା? ଗୋଟେ କାମ କରିବା, ଆମେ ସେ ସୁନା ଗୁଡ଼ିକୁ ନେଇଯିବା। ଆଉ ମୁଁ ଯେମିତି କହିବି ତମେ ସେମିତି ତମ ଓନରକୁ କହିବ। ଆଚ୍ଛା ମୁଁ କ'ଣ ବୋଲି କହିବି କୁହ? ତମେ ଯେମିତି କହିବ ମୁଁ ସେମିତି କହିବି। ତମେ କହିବ ଯେ ମୁଁ କୁରିୟର ଧରି ଗଲାବେଳେ ବାଟରେ ଆକ୍ସିଡେଣ୍ଟ ହେଇଗଲା, ଆଉ ଆକ୍ସିଡେଣ୍ଟ ହେଇଗଲାରୁ ଆକ୍ସିଡେଣ୍ଟରେ ମୋ ସ୍ତ୍ରୀକୁ ନେଇଯାଇଥିଲି, ସ୍ତ୍ରୀ ଆକ୍ସିଡେଣ୍ଟରେ ମରିଗଲା, ଆଉ ସେ କୁରିୟର ବ୍ୟାଗ୍ ଆଉ ସେ କୁରିୟର ସବୁ ସେଠାରେ ହିଁ ନଷ୍ଟ ହେଇଗଲା ବୋଲି କହିବ। ଏମିତି ଯାଇ କହିବ, କାନ୍ଦି କାନ୍ଦି ଯାଇ ତୁମ ଓନର ପାଖରେ କହିବ। ସେ କ'ଣ ମୋ କଥାକୁ ବିଶ୍ୱାସ କରିବେ? ନିଶ୍ଚୟ ବିଶ୍ୱାସ କରିବେ। ତମେ ସେମିତି ଆକ୍ଟିଂ କରି କହିବାକୁ ପଡ଼ିବ। ଆଉ ଗୋଟେ କଥା, ମୁଁ ଗତକାଲି ଗୋଟେ ଆକ୍ସିଡେଣ୍ଟ ହେଇଥିଲା ମେନ୍ ରୋଡ଼ରେ, ସେ ଆକ୍ସିଡେଣ୍ଟର ଫଟୋ ସେଣ୍ଡ କରିବି। ସେ ଟ୍ରକ୍ ଆକ୍ସିଡେଣ୍ଟର ଫଟୋ ତମ ଓନରକୁ ଦେଖେଇବ, ଆଉ ଯେଉଁଠି ଆକ୍ସିଡେଣ୍ଟ ହେଇଛି ଏ ଖାଲି ବ୍ୟାଗ୍ ଆଉ କୁରିୟର ନେଇକି ପକେଇ ଦେଇ ଆସିବ, ଯେମିତିକି ସେମାନେ ପରେ ଯାଇ ଚେକିଂ କଲେ ସେମାନେ କେବଳ ଖାଲି ବ୍ୟାଗ୍ ପାଇବେ। ବୁଝିପାରୁଛ ନା? ସେହିପରି ମୁଁ ଏ ସୁନା ବିସ୍କେଟ୍ ନେଇ ବମ୍ବେ ଚାଲି ଯାଉଛି, ଆଉ ତମେ କହିବ ଯେ ମୋ ସ୍ତ୍ରୀର ଆକ୍ସିଡେଣ୍ଟରେ ମୃତ୍ୟୁ ହେଇଯାଇଛି। ଯେହେତୁ ସେ ମୋତେ ଦେଖି ନାହାନ୍ତି କେବେ, ତେଣୁ ସେ ମୋତେ ଚିହ୍ନି ପାରିବେ ନାହିଁ। ବୁଝିପାରିଲ ନା? ହଉ ଠିକ୍ ଅଛି, ତମେ ଗୋଟେ କାମ କର, ଏ ସୁନା ଧରି ଫଟାଫଟ ତମେ ମୁମ୍ବାଇ ଚାଲିଯାଅ,
ଆଉ ଆମ ଓନରକୁ କେମିତି କ'ଣ କହିବାକୁ ପଡ଼ିବ ମୁଁ ସେ କଥା ବୁଝୁଛି। ଚାଲ। ତାହେଲେ ଦର୍ଶକ ବନ୍ଧୁ ଦେଖିଲେ ତ ଏ ସାଧାରଣ ଛୋଟିଆ କାହାଣୀଟିଏ। କୋରିଅର ବୟ ରାମ କେମିତି ତା'ର ଉପସ୍ଥିତ ବୁଦ୍ଧି ବ୍ୟବହାର କରି କେମିତି ଗୋଟିଏ ସୁନା ବିସ୍କେଟ୍କୁ ନିଜର କରିପାରିଲା। ଆଉ ସେହିପରି ତା ସ୍ତ୍ରୀ ଅନୁ ଜଣେ ଷ୍ଟୋରି ରାଇଟର। ତା ଛଡ଼ା ସେ ଜଣେ ଭଲ ଲେଖକ। ତେଣୁ ସେ ଗୋଟେ ଭଲ ଷ୍ଟୋରି କ୍ରିଏଟ୍ କଲା, ଯାହାଦ୍ୱାରା ସେ ନିଜର ଓନରକୁ କନଭିନ୍ସ କରାଇ ପାରିଲା। ଆଶା କରୁଛି ଏ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ଗୋଟେ ଲାଇକ୍ ଦିଅନ୍ତୁ। ସେହିପରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଆଗକୁ ଏମିତି ଅନେକ କାହାଣୀ ଆପଣଙ୍କ ନିକଟକୁ ନେଇ ଆସିବି। ଧନ୍ୟବାଦ।